ନମସ୍କାର। ଅକାଟ୍ୟ ବଚନ କ'ଣ? ଯେଉଁ ବଚନକୁ ବା ଯେଉଁ ବାକ୍ୟକୁ କେହି କେବେ କେଉଁ ସମୟରେ ମଧ୍ୟ କଟାଯାଇ ପାରିବ ନାହିଁ, ଯାହାକି ଚିରନ୍ତନ ସତ୍ୟ। ଯେଉଁ ବଚନରେ ସତ୍ୟ ଅଛି, ସାମର୍ଥ୍ୟ ଅଛି, ଜୀବନ ଅଛି, ଯାହା ଶୁଣିଲେ ମନୁଷ୍ୟର ଜୀବନ ପରିବର୍ତ୍ତନ ହୁଏ, ତାହା ହେଉଛି ଅକାଟ୍ୟ ବଚନ। ଯେଉଁ ବଚନରେ ଶକ୍ତି ଅଛି, ସାମର୍ଥ୍ୟ ଅଛି। ଆଜି ଦୁନିଆରେ ଅନେକ ଲୋକ ଅକାଟ୍ୟ ବଚନ ଭାବରେ ଅନେକ ବିଷୟ ପ୍ରଚାର କରୁଛନ୍ତି। ଆସନ୍ତୁ, ଯୀଶୁ କହିଥିବା କେତେକ ଅକାଟ୍ୟ ବଚନ ବା ବାକ୍ୟ ମୁଁ କହିବି, ଯାହାକୁ ଆପଣ ଶତ ଚେଷ୍ଟା କଲେ ମଧ୍ୟ ପୃଥିବୀର କୌଣସି ଜ୍ଞାନ ଦ୍ୱାରା କାଟିପାରିବେ ନାହିଁ। ଯୀଶୁ କହିଥିବା ଗୋଟେ ବାକ୍ୟ, ଗୋଟେ ବଚନ ପଢ଼ି ମୁଁ ଆରମ୍ଭ କରୁଛି। ମୁଁ ପଢ଼ୁଛି ବାଇବେଲର ନୂତନ ଭାଗ, ତାର ଲୁକ ପୁସ୍ତକ 5 ପର୍ବର 32 ପଦ ପଢ଼ୁଛି। ଏଠାରେ କ'ଣ ଲେଖା ଅଛି? ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିନାହିଁ, କିନ୍ତୁ ମନ ପରିବର୍ତ୍ତନ ନିମନ୍ତେ ପାପୀମାନଙ୍କୁ ଆହ୍ୱାନ କରିବା ପାଇଁ ଆସିଅଛି। ଏ ବାକ୍ୟ ଶୁଣିଲେ ମନରେ ବହୁତ ଗୁଡ଼ାଏ ପ୍ରଶ୍ନ ଆସେ। ଏଇଟା କେମିତିକାର ବାକ୍ୟ? ମନୁଷ୍ୟର ସ୍ୱଭାବ କ'ଣ? ମନୁଷ୍ୟ ସବୁବେଳେ ଭଲ ବିଷୟ ପସନ୍ଦ କରିଥାଏ। ସେ ଭଲ ବିଷୟ ଗ୍ରହଣ କରେ, ଭଲ ବିଷୟ ଖୋଜିଥାଏ, ଜୀବନରେ ଭଲ ହେବା ପାଇଁ ଚେଷ୍ଟା କରିଥାଏ। ଜଗତର ନିୟମ କ'ଣ? ଜଗତ ମଧ୍ୟ ସେ ଜଗତ ଭଲ ବିଷୟ ହିଁ ପସନ୍ଦ କରିଥାଏ, ଭଲ ବିଷୟ ଗ୍ରହଣ କରିଥାଏ। ଆମେ ଭଲ ଲୋକଙ୍କୁ ପ୍ରେମ କରିଥାଉ, ଖରାପ ଲୋକଙ୍କୁ ଘୃଣା କରିଥାଉ। ଜଗତ ମଧ୍ୟ ସେମିତି। କିନ୍ତୁ ଯୀଶୁ କହୁଛନ୍ତି, ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ପାଇଁ ଆସିନାହିଁ, କିନ୍ତୁ ମନ ପରିବର୍ତ୍ତନ ନିମନ୍ତେ ପାପୀମାନଙ୍କୁ ଆହ୍ୱାନ କରିବା ପାଇଁ ଆସିଅଛି। ଏହା ତ ବହୁତ ବଡ଼ କାରଣ। ଯେତେବେଳେ ଯୀଶୁଙ୍କର ବାକ୍ୟ ଶୁଣିଲେ ଭଲ ଲୋକମାନେ, ସେମାନେ ବହୁତ କ୍ରୋଧାନ୍ୱିତ ହେଲେ, ରାଗିଗଲେ। ଏଇଟା କେମିତିକାର ଲୋକ, ଏଇଟା କେମିତିକାର ଜ୍ଞାନ? ଆମେ ଭଲ ଲୋକ, ଆମେ ଜ୍ଞାନୀ ଲୋକ, ଆମେ ଶାସ୍ତ୍ରୀ, ଆମେ ଫାରୁସୀ, ଆମେ ପଣ୍ଡିତ ଲୋକ। ଈଶ୍ୱର ଆମକୁ ଗ୍ରହଣ କରିବେ। ଈଶ୍ୱର ଆମକୁ ଜ୍ଞାନ ଦେଇଛନ୍ତି, ବୁଦ୍ଧି ଦେଇଛନ୍ତି। ଏ ଯୀଶୁ ଆମକୁ ଗ୍ରହଣ କରିବା କଥା, କିନ୍ତୁ ଏ କ'ଣ କହୁଛି? ନାଇଁ, ମୁଁ ପାପୀମାନଙ୍କୁ ଆହ୍ୱାନ କରିବା ପାଇଁ ଆସିଛି। ସେଥିପାଇଁ ସେମାନେ ନିଜ ଜ୍ଞାନ ଦ୍ୱାରା ଧରାଗଲେ, ଆଉ ଯୀଶୁଙ୍କୁ ଘୃଣା କଲେ, ଆଉ ଯୀଶୁଙ୍କୁ କ୍ରୁଶାନ୍ୱିତ ମଧ୍ୟ କରିଛନ୍ତି। ଆଜି ମଧ୍ୟ ଯଦି ଏ କଥା କୁହାଯିବ, ଅନେକ ଲୋକ ଏହାକୁ ଥଟ୍ଟା କରିବେ, ପରିହାସ କରିବେ। କାହିଁକି? କାରଣ ଜଗତରେ ସମସ୍ତେ ଭଲକୁ ଖୋଜୁଛନ୍ତି, ଖରାପକୁ ନୁହେଁ। ତ ଏହାର ଅର୍ଥ କ'ଣ? ଏହି ବାକ୍ୟର ଆମେ ଗଭୀର ଭାବେ ଯଦି ଏ ବାକ୍ୟ ଶାସ୍ତ୍ରକୁ ନେଇକି ଯଦି ଅନୁସନ୍ଧାନ କରିବା, ତେବେ ଏହାର ରହସ୍ୟକୁ ଆମେ ବୁଝିପାରିବା, ନଚେତ୍ ନାହିଁ। କାରଣ ଯୀଶୁ ଯେଉଁ ହୃଦୟ ଦେଇକି, ଯେଉଁ ବିଷୟ ଦେଇକି ଆହ୍ୱାନ କରିଛନ୍ତି, ଏହା କେବେ ମନୁଷ୍ୟଠାରୁ ବା ଜଗତର ଜ୍ଞାନ ଦ୍ୱାରା ହେଇନାହିଁ। ତେଣୁ ଜଗତ ଅନୁସାରେ ଆମେ ଯେତେ ଜ୍ଞାନୀ ପଣ୍ଡିତ ହେଲେ ମଧ୍ୟ ଆକୁ ବୁଝିପାରିବା ନାହିଁ। ଆସନ୍ତୁ ଧର୍ମଶାସ୍ତ୍ର ଭିତରକୁ ଯିବା। ଧର୍ମଶାସ୍ତ୍ର ଅନୁଧ୍ୟାନ କଲେ ଆମେ ଜାଣିପାରିବା, ତ ଏଇ ବାକ୍ୟର ଭାବାର୍ଥ କ'ଣ? ଯୀଶୁ କାହିଁକି ପାପୀମାନଙ୍କୁ ଆହ୍ୱାନ କରିବା ପାଇଁ ଆସିଛନ୍ତି? ଆଜି ପୃଥିବୀ ପୃଷ୍ଠରେ ଅନେକ ଧର୍ମଶାସ୍ତ୍ର ଅଛି। ମୁଁ କେବଳ ଭାରତ ବିଷୟରେ କହୁନି, ଭାରତର ବାହାରେ ମଧ୍ୟ ଧର୍ମଶାସ୍ତ୍ର ଅଛି। ଆମେ ଜିହୁଦୀ ଧର୍ମଶାସ୍ତ୍ର ବିଷୟରେ ଶୁଣିଛୁ, ଇସଲାମ ଧର୍ମଶାସ୍ତ୍ର କୋରାନ ବିଷୟରେ ଶୁଣିଛୁ, ଆମେ ବାଇବେଲ ବିଷୟରେ ଜାଣିଛୁ। ଭାରତରେ ମଧ୍ୟ ଅନେକ ଧର୍ମଶାସ୍ତ୍ର ରହିଛି। ଆଶ୍ଚର୍ଯ୍ୟର ବିଷୟ, ଏ ଧର୍ମଶାସ୍ତ୍ର ଗୁଡ଼ିକର ନୀତିବାଣୀ, ବ୍ୟବସ୍ଥା, ରୀତିନୀତିକୁ ଯଦି ମିଳିତ କରିବେ, ତେବେ ଏହା ଭିତରେ ବହୁତ ଗୁଡ଼ାଏ ସାମଞ୍ଜସ୍ୟ ରହିଛି। ପ୍ରାୟ ଅନେକ ବ୍ୟବସ୍ଥା ଗୁଡ଼ାକ ମିଳିତ ହୁଅନ୍ତି। ତ ମୁଁ ଗୋଟେ ବାକ୍ୟ କହିବି। କ'ଣ ବ୍ୟବସ୍ଥା? ବ୍ୟଭିଚାର କର ନାହିଁ। ଏ ବ୍ୟଭିଚାର କର ନାହିଁ ଯେଉଁ ବାକ୍ୟଟା ପ୍ରତ୍ୟେକ ଧର୍ମଶାସ୍ତ୍ର ରହିଛି। ତ ଆମେ ଯଦି କୋରାନ ପଢ଼ିବା, କୋରାନରେ ମଧ୍ୟ ରହିଛି। ଜିହୁଦୀ ଧର୍ମଶାସ୍ତ୍ର ପଢ଼ିବା, ଜିହୁଦୀ ଧର୍ମଶାସ୍ତ୍ର ରହିଛି। ବାଇବେଲ ଯଦି ପଢ଼ିବା, ବାଇବେଲରେ ମଧ୍ୟ ରହିଛି।
ପୃଥିବୀରେ ଏମିତି ଅନେକ ଧର୍ମଶାସ୍ତ୍ର ଅଛି ଯୋଉଠିକି ବ୍ୟଭିଚାର କର ନାହିଁ ବା ବ୍ୟଭିଚାର କରିବା ପାପ, ବ୍ୟଭିଚାର କରିବା ଅପରାଧ ବୋଲିକି ଆମେ ଜାଣିଛୁ। ଆମର ଭାରତର ନିୟମ କାନୁନ ସମ୍ବିଧାନରେ ମଧ୍ୟ ନିଶ୍ଚିତ ବ୍ୟଭିଚାର ବିରୋଧରେ ଲେଖା ଅଛି। ତ ବ୍ୟଭିଚାର କର ନାହିଁ ଗୋଟେ ବାକ୍ୟ, ଏଇଟା କେଉଁଠାରୁ ଆସିଲା? ଆମେ ଯଦି ଇତିହାସ ପୃଷ୍ଠଭୂମିକୁ ଯିବା ତେବେ ଖ୍ରୀଷ୍ଟପୂର୍ବ 1400ରେ ଜିହୁଦୀମାନଙ୍କର ଧର୍ମଶାସ୍ତ୍ର ଲେଖା ହେଇଛି, ଯୋଉଠିକି ବ୍ୟଭିଚାର କର ନାହିଁ ବୋଲି ଲେଖା ହେଇଛି। ତାହା ସେଇ ଧର୍ମଶାସ୍ତ୍ର କହୁଛି ଯେ ଏଇ ଯୋଉ ବ୍ୟଭିଚାର କର ନାହିଁ ବାକ୍ୟଟା ସିନୟ ବୋଲି ଗୋଟେ ପର୍ବତରେ ମଶାଙ୍କ ଦ୍ୱାରା ଈଶ୍ୱର ନିଜେ ଗୋଟେ ପଥର ଫଳକରେ ଲେଖିକି ଦେଇଥିଲେ, ମଶାଙ୍କୁ ଦେଇଥିଲେ। ତାହା ପରବର୍ତ୍ତୀ ସମୟରେ ମଶା ତାକୁ କିଛି କିଛି ଯୋଗ କରିକି ବା କିଛି ବିଶ୍ଳେଷଣ କରିକି ତାକୁ ରୂପ ଦେଇଛନ୍ତି। ତ ନିଶ୍ଚିତ ଭାବେ ଏଇ ଆଜ୍ଞା ଈଶ୍ୱରଙ୍କ ଠାରୁ ଆସିଛି। ପରବର୍ତ୍ତୀ ସମୟରେ ପୃଥିବୀରେ ଯେତେବେଳେ ଧର୍ମ ଭିତରେ ବିଭାଜନ, ସେଥିପାଇଁ ଲୋକଙ୍କର ମତ ଭିତରେ ବିଭାଜନ ହେଲା, ସେଥିପାଇଁ ପୃଥିବୀରେ ଅନେକ ଧର୍ମ ସୃଷ୍ଟି ହେଲା ଆଉ ଅନେକ ଧର୍ମଶାସ୍ତ୍ର ମଧ୍ୟ ସୃଷ୍ଟି ହେଇଛି। କିନ୍ତୁ ମୂଳ ଧର୍ମ ହେଉଛି ଜିହୁଦୀ ଧର୍ମଶାସ୍ତ୍ରରୁ ହିଁ ସବୁ ବିଷୟ ପୃଥିବୀକୁ ପ୍ରସାରିତ ହେଇଛି। ତ ଆଉ ଗୋଟେ ବିଷୟ ମୁଁ ଆପଣଙ୍କୁ କହିବା ପାଇଁ ଚାହୁଁଛି, ବ୍ୟଭିଚାର କର ନାହିଁ ଏଇ ବାକ୍ୟ ଶୁଣିଲେ କେମିତି ଲାଗୁଛି? ମନୁଷ୍ୟ ସ୍ୱାଭାବିକ ଭାବରେ ବ୍ୟଭିଚାରୀ ଅଟେ। ଆମେ ଦେଖୁଛୁ ଆଜି ଜଗତରେ ଅନେକ ପୁଅ ଝିଅ, ଅନେକ ଲୋକ ବ୍ୟଭିଚାରୀ ମାତାଲ ହେଇଯାଇଛନ୍ତି। ଆମେ ଯେତେବେଳେ ନ୍ୟୁଜ୍ ଦେଖୁଛୁ କିମ୍ବା ଖବରକାଗଜ ପଢ଼ୁଛୁ, ସେଥିରେ ବହୁତ ଗୁଡ଼ାଏ ବ୍ୟଭିଚାରରେ ବହୁତ ଲୋକଙ୍କର ଜୀବନ ଯାଉଛି ବ୍ୟଭିଚାର ଦୋଷରେ। ତ ବ୍ୟଭିଚାର ପାଇଁ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି, ଅନେକ ଲୋକ ବ୍ୟଭିଚାର ଲିପ୍ତ ଅଛନ୍ତି। ତ ଏ ସମାଜ ହିଁ ବ୍ୟଭିଚାରରେ ପରିପୂର୍ଣ୍ଣ ହେଇଯାଇଛି। ତ ମନୁଷ୍ୟ ସ୍ୱାଭାବିକ ଭାବେ ବ୍ୟଭିଚାରୀ ଅଟେ। ତ ଯେତେବେଳେ ଏଇ ଆଜ୍ଞା ଆସିଲା କ'ଣ, ବ୍ୟଭିଚାର କର ନାହିଁ, ତ ପୃଥିବୀରେ ଏମିତି କୋଉ ଲୋକ ଅଛି ଯିଏକି ବ୍ୟଭିଚାର କରିନାହିଁ? ସମସ୍ତେ ବ୍ୟଭିଚାର କରିଛନ୍ତି ବା କରୁଛନ୍ତି। ତ ଏ ଆଜ୍ଞା ପ୍ରମାଣିତ କରୁଛି ଯେ ସମସ୍ତେ ବ୍ୟଭିଚାରୀ ଅଟନ୍ତି। ତାର ଅର୍ଥ କ'ଣ? ପାପୀ ଅଟନ୍ତି, ପାପ କରିଛନ୍ତି। ବାଇବେଲରେ ଏମିତି ଗୋଟେ ବାକ୍ୟ ଲେଖା ହେଇଛି ଯାହାକି ରୋମିଓ 3:23 ପଦରେ ଲେଖା ହେଇଛି, କ'ଣ? ସମସ୍ତେ ତ ପାପ କରିଅଛନ୍ତି ଓ ଈଶ୍ୱରଙ୍କ ଗୌରବ ରହିତ ହୋଇଅଛନ୍ତି। ତ ଆମେ ଜାଗତିକ ଭାବେ କାହାକୁ ଭଲ କାହାକୁ ମନ୍ଦ, କିଏ ସାଧୁ ଆଉ କିଏ ଦୁଷ୍ଟ, କିଏ ମୂର୍ଖ ଏମିତି ଚିନ୍ତା କରୁଛୁ। ହଁ, ଜଣେ ମାସେ ପାଇଁ ଭଲ ହେଇପାରେ, ବର୍ଷେ ପାଇଁ ଭଲ ହେଇପାରେ କିମ୍ବା 5 ବର୍ଷ ପାଇଁ ଭଲ ହେଇପାରେ, କିନ୍ତୁ ପାପ ନକରେ ଏମିତିକା ଲୋକ ପୃଥିବୀରେ କେହି ନାହିଁ। ଈଶ୍ୱରଙ୍କର ଯେତେ ବିଧିବିଧାନ ଅଛି ସବୁ ବିଧିବିଧାନକୁ ମନୁଷ୍ୟ ଲଙ୍ଘନ କରିଛି। ମୁଁ କେବଳ ଗୋଟିଏ ବାକ୍ୟର ଉଦାହରଣ ନେଲି, ବ୍ୟଭିଚାର କର ନାହିଁ। ଏମିତି ଅନେକ ନୀତି ନିୟମ ଅଛି ଧର୍ମଶାସ୍ତ୍ର ଗୁଡ଼ାକରେ। ଏମିତି ଧର୍ମଶାସ୍ତ୍ର ଗୋଟେ ସୀମା ଅଛି, ସବୁବେଳେ ମନୁଷ୍ୟ ସେ ସୀମାକୁ ଉଲ୍ଲଂଘନ କରିଛି ଆଉ ଧର୍ମଶାସ୍ତ୍ରର ନୀତି ନିୟମକୁ ଉଲ୍ଲଂଘନ କରିଛି, ସେଥିପାଇଁ ସେ ପାପୀ ଅଟେ। କିନ୍ତୁ ଜଗତ ବା ମନୁଷ୍ୟ କ'ଣ ଚିନ୍ତା କରୁଛି? ହଁ, ମୁଁ ଆଜି ଭଲ ଅଛି ସେଥିପାଇଁ ମୁଁ ଭଲ ନାହିଁ, ଆଗରୁ ଖରାପ ଥିଲି ପରେ ବି ଖରାପ ହେଇପାରେ। ମନୁଷ୍ୟ କେବେ ଉତ୍ତମ ନୁହେଁ, ମନୁଷ୍ୟ କେବେ ଧାର୍ମିକ ନୁହେଁ। ବାଇବେଲରେ ଲେଖା ହେଇଛି, ଧାର୍ମିକ କେହି ନାହିଁ, ନା ଜଣେ ସୁଦ୍ଧା ନାହିଁ। ଏଇଟା ହେଉଛି ଧର୍ମଶାସ୍ତ୍ରର ନିଗୂଢ଼ ତତ୍ତ୍ୱ, ଧର୍ମଶାସ୍ତ୍ରର ସତ୍ୟତା, ଯାହାକି ମନୁଷ୍ୟ ବିଷୟରେ ଲେଖା ହେଇଛି। ପୃଥିବୀ ପୃଷ୍ଠରେ ଜଣେ ବି ଧାର୍ମିକ ଲୋକ ନାହିଁ। କିନ୍ତୁ ମନୁଷ୍ୟ କ'ଣ କେବଳ ଭଲ ଲୋକକୁ ହିଁ ଖୋଜିବା ପାଇଁ ଚାହୁଁଛି, କିନ୍ତୁ ତା ଭିତରେ ଭଲ ନାହିଁ, ତା ଭିତରେ ଭଲ ଲୋକ ନାହାନ୍ତି। ପୃଥିବୀରେ ଜଣେ ଲୋକ ବି ଭଲ ନାହାନ୍ତି। ତେବେ ଆସନ୍ତୁ ଫେରି ଯିବା ଯୀଶୁଙ୍କର ବାକ୍ୟକୁ। ଯୀଶୁ କାହାର ମୁଖକୁ ଦେଖିକି, କାହାର କର୍ମକୁ ଦେଖିକି ଏ ବାକ୍ୟ କହିନାହାନ୍ତି। ସେ ଈଶ୍ୱରଙ୍କ ଠାରୁ ଆସିଥିଲେ, ସେ ହେଉଛନ୍ତି ଈଶ୍ୱରଙ୍କର ପୁତ୍ର। କାରଣ ଈଶ୍ୱରଙ୍କର ବାକ୍ୟ ଦ୍ୱାରା ସେ ଜନ୍ମ ନେଇଛନ୍ତି, ସେଥିପାଇଁ ସେ ଜାଣିଛନ୍ତି ଯେ ପୃଥିବୀର ସମସ୍ତେ ପାପୀ ଅଟନ୍ତି, ସମସ୍ତେ ପାପ କରିଅଛନ୍ତି।
ସମସ୍ତେ ଈଶ୍ୱରଙ୍କର ଆଜ୍ଞା ଲଙ୍ଘନ କରିଅଛନ୍ତି, ସମସ୍ତେ ପାପୀ ଅଟନ୍ତି। ଧର୍ମଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଧର୍ମଶାସ୍ତ୍ର କହୁଛି କର୍ମଫଳ ଅଛି। ମନୁଷ୍ୟ ଯେ ପ୍ରକାର କର୍ମ କରିବ ସେ ପ୍ରକାର ଫଳ ପାଇବ। କର୍ମଫଳ ନିଶ୍ଚିତ ସେ ଭୋଗିବ। ବାଇବେଲରେ ମଧ୍ୟ ଲେଖା ହେଇଛି, ଯଦି ଧର୍ମଶାସ୍ତ୍ରରେ ଲେଖା ହେଇଛି କର୍ମଫଳ ବିଷୟରେ, ତେବେ ମନୁଷ୍ୟ ଯେତେବେଳେ ପାପ କର୍ମ କରିଛି ତାର ଫଳ ସେ ନିଶ୍ଚିତ ପାଇବ। ତେବେ ଧର୍ମଶାସ୍ତ୍ର କ'ଣ ମିଥ୍ୟା କହୁଛି? କଦାପି ମିଥ୍ୟା କହୁନି। ଯିଏ ବ୍ୟଭିଚାର କରୁଛି, ଯିଏ ଚୋରି କରୁଛି, ଯିଏ ଲୋଭ କରୁଛି, ଯିଏ ହିଂସା କରୁଛି, ଯିଏ ଈର୍ଷା କରୁଛି, ଯିଏ କାମୁକତାରେ ପରିଚାଳିତ ହେଉଛି, ଏ କ'ଣ ତାର ଦଣ୍ଡ ପାଇବ ନାହିଁ? ନିଶ୍ଚିତ ପାଇବ, କର୍ମଫଳ ଭୋଗିବ। ତ ସେଥିପାଇଁ ଈଶ୍ୱର କ'ଣ କଲେ? ଯୀଶୁଙ୍କୁ ପ୍ରେରଣ କଲେ, ଯେପରି ଲୋକମାନେ ତାଙ୍କର କର୍ମଫଳରୁ ବା ତାଙ୍କର ଦଣ୍ଡରୁ ଯେପରି ଏମାନେ ବାହାରି ପାରିବେ, ଦଣ୍ଡମୁକ୍ତ ହେଇପାରିବେ, ସେଥିପାଇଁ ଯୀଶୁଙ୍କୁ ସେ ପ୍ରେରଣ କଲେ। ଆଉ ଯୀଶୁ ଆସି କ'ଣ କହୁଛନ୍ତି? ମୁଁ ଧାର୍ମୀମାନଙ୍କୁ ଆହ୍ୱାନ କରିବା ପାଇଁ ଆସିନାହିଁ, ମାତ୍ର ମନ ପରିବର୍ତ୍ତନ ନିମନ୍ତେ ପାପୀମାନଙ୍କୁ ଆହ୍ୱାନ କରିବା ପାଇଁ ଆସିଛି। ତ ଯେଉଁ ଲୋକ ସତ୍ୟକୁ ଜାଣିଲା, ହଁ ମୁଁ ଜଣେ ପାପୀ, ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ପାପ କରିଛି, ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ଈଶ୍ୱରଙ୍କର ଆଜ୍ଞା ଲଙ୍ଘନ କରିଛି ବା ବିଧି ବ୍ୟବସ୍ଥାକୁ ପାଳନ ପାରୁନାହିଁ, ସେଇ ଲୋକ ଯୀଶୁଙ୍କୁ ଗ୍ରହଣ କରିପାରିବ। ଯୀଶୁ କେବଳ ଜଣେ ସତ୍ୟ ପଥ, ଆଉ ସେ ପାପୀମାନଙ୍କର ପାପ ମାର୍ଜନା କରିବା ନିମନ୍ତେ କାଲବରୀ କ୍ରୁଶରେ କ୍ରୁଶାର୍ପିତ ହେଇକି ପାପୀମାନଙ୍କର ପାପକୁ ସେ ମାର୍ଜନା କରିଅଛନ୍ତି। ଯେତେବେଳେ ଆମେ ଯୀଶୁଙ୍କୁ ଗ୍ରହଣ କରିବା, ଯୀଶୁଙ୍କ ମତ ସହିତ ଏକ ହେବା, ଆଉ ଆମମାନଙ୍କର ଜୀବନ କ'ଣ ହେବ? ପରିବର୍ତ୍ତିତ ହେବ। ଆମମାନେ ପାପମୁକ୍ତ ଜୀବନକୁ ବିତେଇ ପାରିବା। ଆମେ ଈଶ୍ୱରଙ୍କର ଦଣ୍ଡ ବା କର୍ମଫଳରୁ ଆମେ ମୁକ୍ତ ହେଇପାରିବା। ଏହା ହିଁ ମୁକ୍ତି ଅଟେ। ଯୀଶୁ ଆମମାନଙ୍କୁ ମୁକ୍ତ କରିବା ନିମନ୍ତେ, ଆମମାନଙ୍କୁ ଉଦ୍ଧାର କରିବା ପାଇଁ, ଆମମାନଙ୍କୁ ପରିତ୍ରାଣ ଦେବା ପାଇଁ ସେ ଜନ୍ମଗ୍ରହଣ କରିଥିଲେ। ଆଉ ସେ କାଲବରୀ କ୍ରୁଶରେ ଆମମାନଙ୍କ ନିମନ୍ତେ ମୁକ୍ତି ସାଧନ କରିଅଛନ୍ତି। ଧନ୍ୟବାଦ।